ମଣିଷ ନୁହଁ, ମୁଁ ଗୋଟେ ମଣିଷ ମୁହାଁ ବାଘ। ହ୍ୟାଲୋ ଫ୍ରେଣ୍ଡସ୍, ଜଙ୍ଗଲ ପ୍ରାଣୀ ସୁରକ୍ଷା ଏବଂ ଶିମିଳିପାଳ ଅଭୟାରଣ୍ୟର ଅକୁହା କଥାକୁ ନେଇ ଆସନ୍ତା ଫେବୃଆରୀ ମାସରେ ବଡ଼ ପରଦାକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ଶିମଲି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର। ଜଣେ କର୍ତ୍ତବ୍ୟନିଷ୍ଠ ଡିଏଫ୍ଓ ବା ଜିଲ୍ଲା ଜଙ୍ଗଲ ସୁରକ୍ଷା ଅଧିକାରୀ ଭାବେ ଆକ୍ସନ୍ ମୋଡ଼ରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ। ଏଥିରେ ନାୟକ ଭାବେ ଅଭିନୟ କରିଛନ୍ତି ମନୋଜ ରାଉତ ଏବଂ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ, ଦୁଷ୍ମନ୍ତ ଦେବ, ଦେବାଶିଷ, ଲିପିକା ସେନାପତି ଏବଂ ଐଶ୍ୱର୍ଯ୍ୟା ଆଦି ପ୍ରମୁଖ କଳାକାର। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର ମଣି। MKR ପ୍ରଡକ୍ସନ୍ ବ୍ୟାନରରେ ଏହି ସିନେମାଟି ନିର୍ମାଣ କରାଯାଇଛି। ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ସ୍ମିତା ରାଉତ। ସଂଳାପ ଲେଖିଛନ୍ତି ଭାବ ବିନୋଦ ମହାପାତ୍ର ଏବଂ ସଙ୍ଗୀତରେ ସଜାଇଛନ୍ତି ବିଷ୍ଣୁମୋହନ କବି ଏବଂ SB ସ୍ମୃତି। ସୋ ଜଙ୍ଗଲ ସୁରକ୍ଷା ସହ ସାମାଜିକ ବାର୍ତ୍ତା ବହନ କରୁଥିବା ଏବଂ ଆକ୍ସନ୍ ଭରା ଏହି ଚଳଚ୍ଚିତ୍ରଟିକୁ ଦର୍ଶକମାନେ ଖୁବ୍ ପସନ୍ଦ କରିବେ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା। ତ ସିନେମାର ସୁଟିଂ କମ୍ପ୍ଲିଟ୍ ହୋଇଯାଇଛି, କେବଳ ରିଲିଜ୍କୁ ଅପେକ୍ଷା ରହିଛି। ଆସନ୍ତା ଫେବୃଆରୀ ମାସରେ ଖୁବ୍ ଶୀଘ୍ର ସିନେମା ହଲ୍ରେ ଶିମଲି ସିନେମାଟି ରିଲିଜ୍ ହେବାକୁ ଯାଉଛି। ସୋ ଏହି ଭିଡ଼ିଓରେ ଷ୍ଟାର୍ଟିଂରୁ ଆପଣମାନେ ଦେଖିଲେ ଏହି ସିନେମାର ଟିଜର୍। ଏହି ଟିଜର୍ଟି ଆପଣମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ସେକ୍ସନରେ ଜଣାନ୍ତୁ ଏବଂ ଏହି ଭିଡ଼ିଓରେ ସିନେମାର କିଛିଟା ମେକିଂ ଭିଡ଼ିଓ ଆପଣମାନେ ଦେଖିପାରିବେ। ସୋ ଏତିକି ଥିଲା ଆଜିର ଅପଡ଼େଟ୍। ଭିଡ଼ିଓଟି ଆପଣମାନେ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।